ଏହି ଭିଡ଼ିଓରେ ଆମେ ହାଡ଼ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଏକ ପ୍ରଭାବଶାଳୀ ଘରୋଇ ଉପଚାର ବିଷୟରେ ଚର୍ଚ୍ଚା କରିବା। ବନ୍ଧୁଗଣ, ଏହା ଆପଣଙ୍କ ଶରୀରର ସମସ୍ତ ହାଡ଼ ଗଣ୍ଠିରେ ଯନ୍ତ୍ରଣାକୁ ସ୍ଥାୟୀ ଭାବରେ ଦୂର କରିବାରେ ବହୁତ ପ୍ରଭାବଶାଳୀ। ତାହା ଆପଣଙ୍କ ଆଣ୍ଠୁଗଣ୍ଠି, ଅଣ୍ଟା ବିନ୍ଧା କିମ୍ବା କଟି ଯନ୍ତ୍ରଣା, କାନ୍ଧ ବିନ୍ଧା କିମ୍ବା ଅନ୍ୟ କୌଣସି ଜଏଣ୍ଟ ଜାଗାରେ ଯନ୍ତ୍ରଣା ଶେଷ କରିଦେବ। ଏହାକୁ ଆପଣ ନିଜ ଘରେ ମାତ୍ର 5 ମିନିଟରେ ଏହି ଘରୋଇ ଉପଚାରକୁ ଅତି ସହଜ ଭାବେ ପ୍ରସ୍ତୁତ କରିପାରିବେ। ଆପଣ ଏହାକୁ କୌଣସି ସମସ୍ୟା ବିନା ପ୍ରତିଦିନ ବ୍ୟବହାର କରିପାରିବେ। ଗଣ୍ଠି ଯନ୍ତ୍ରଣା ମୁଖ୍ୟତଃ 3ଟି କାରଣରୁ ହୋଇଥାଏ। କ୍ୟାଲସିୟମ ଅଭାବ। ହାଡ଼ ଏବଂ ଜଏଣ୍ଟ ଗୁଡ଼ିକୁ ସୁସ୍ଥ ରଖିବା ପାଇଁ କ୍ୟାଲସିୟମ ବହୁତ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହନ କରେ। କାର୍ଟିଲେଜର କ୍ଷୟ। ଜଏଣ୍ଟରେ ଥିବା କାର୍ଟିଲେଜ ହାଡ଼କୁ ପରସ୍ପର ସହିତ ଘଷିବାରୁ ରକ୍ଷା କରେ ଏବଂ ତୈଳାଶ ପ୍ରଦାନ କରେ। ଯେତେବେଳେ ଏହା ଜୀର୍ଣ୍ଣ ହୋଇଯାଏ, ଏହା ଯନ୍ତ୍ରଣା ଏବଂ କଠିନତାର ସୃଷ୍ଟି କରେ। ସଂକ୍ରମଣ। ଜଏଣ୍ଟରେ ସଂକ୍ରମଣ ମଧ୍ୟ ଯନ୍ତ୍ରଣା ଏବଂ ଫୁଲା ଦରଜ ସୃଷ୍ଟି କରିପାରେ। ଆୟୁର୍ବେଦ ଦ୍ୱାରା ସୁପାରିଶ କରାଯାଇଥିବା ଏହି ଘରୋଇ ଉପଚାରରେ ବ୍ୟବହୃତ ସମସ୍ତ ଉପାଦାନ ଗୁଡ଼ିକୁ ଏହି 3ଟି କାରଣକୁ ଧ୍ୟାନରେ ରଖି ବଛାଯାଇଛି। ଆବଶ୍ୟକୀୟ ସାମଗ୍ରୀ ଗୁଡ଼ିକ ହେଲା: କ୍ଷୀର କ୍ୟାଲସିୟମର ଏକ ଉତ୍କୃଷ୍ଟ ଉପାଦାନ, ଯାହା ହାଡ଼ ଏବଂ ହାଡ଼ଗଣ୍ଠି ସ୍ୱାସ୍ଥ୍ୟ ପାଇଁ ଜରୁରୀ। ହଳଦୀ ଏବଂ ଅଦା। ଏହି ଉଭୟରେ ପ୍ରଦାହ ବିରୋଧୀ ଏବଂ ଯନ୍ତ୍ରଣା ନିବାରକ ଗୁଣ ଅଛି। ଏଗୁଡ଼ିକ ହାଡ଼ ଗଣ୍ଠିରେ ଫୁଲା ଦରଜ ଏବଂ ଯନ୍ତ୍ରଣା କମାଇବା ସହିତ କାର୍ଟିଲେଜ ମରାମତି କରିବାରେ ଏବଂ ହାଡ଼ ଗଣ୍ଠିରେ ତୈଳ ବୃଦ୍ଧି କରିବାରେ ସାହାଯ୍ୟ କରେ। ଡାଲଚିନି। ଏଥିରେ ସିନେମାଲ ଡିହାଇଡ୍ ନାମକ ଏକ ସକ୍ରିୟ ଯୌଗିକ ଥାଏ, ଯାହାର ପ୍ରଦାହ ବିରୋଧୀ ଏବଂ ଯନ୍ତ୍ରଣା ନିବାରକ ଗୁଣ ଥାଏ। ଏହା କାର୍ଟିଲେଜ ମରାମତି ଏବଂ ହାଡ଼ ଗଣ୍ଠି ଗୁଡ଼ିକରେ ତୈଳ ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରେ। କଳା ଗୋଲମରିଚ। ଏଥିରେ ପାଇପର୍ନ ନାମକ ଏକ ତତ୍ତ୍ୱ ଅଛି, ଯାହା ଯନ୍ତ୍ରଣା ନିବାରକ ଏବଂ ପ୍ରଦାହ ନିରୋଧୀ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦିଏ। ପ୍ରସ୍ତୁତ ପ୍ରଣାଳୀ ହେଲା: ଗ୍ୟାସରେ ଫୁଟିବା ପାଇଁ ଗୋଟିଏ ଗ୍ଲାସ କ୍ଷୀର ରଖନ୍ତୁ। କ୍ଷୀର ଫୁଟିବାକୁ ଆରମ୍ଭ କଲେ ଗୋଟିଏ ଚାମଚ ଗ୍ରାଇଣ୍ଡିଂ କରି ଅଦା ପେଷ୍ଟକୁ, ଅଧ ଚାମଚ ହଳଦୀ ପାଉଡର, 1 ଡାଲଚିନି ଖଣ୍ଡ ପ୍ରାୟ 1 ଇଞ୍ଚରୁ 1.5 ଇଞ୍ଚ ଲମ୍ବା ହେବା ଦରକାର, କିମ୍ବା 1/4 ଚାମଚ ଗୁଣ୍ଡ ଡାଲଚିନି ପାଉଡର ପକାନ୍ତୁ ଏବଂ 3-4ଟି କଳା ଗୋଲମରିଚ ଗୁଣ୍ଡ କରିକି ପକାନ୍ତୁ। କ୍ଷୀରର ପରିମାଣ ପ୍ରାୟ 3/4 ରହିବା ପର୍ଯ୍ୟନ୍ତ ଏହି ସମସ୍ତ ସାମଗ୍ରୀକୁ ଫୁଟାନ୍ତୁ। ଏହାକୁ ଛାଣି ପ୍ରତିଦିନ ଥରେ ସେବନ କରନ୍ତୁ। ସ୍ୱାଦ ପାଇଁ ଆପଣ କିଛି ମହୁ କିମ୍ବା ଚିନି ମିଶାଇ ପାରିବେ। ଯଦି ଆପଣ ମଧୁମେହ ରୋଗୀ, ତେବେ ଚିନି ମିଶାନ୍ତୁ ନାହିଁ। ବ୍ୟବହାର ଏବଂ ପରିଣାମ। ଏହି ଉପଚାର ଦ୍ୱାରା ଆପଣ ପ୍ରଥମ ଦିନରୁ ହିଁ ଆରାମ ପାଇବା ଆରମ୍ଭ କରିବେ। ଏହାକୁ ନିୟମିତ ଭାବରେ 21 ଦିନ ପର୍ଯ୍ୟନ୍ତ ସେବନ କରିବା ଦ୍ୱାରା ସମସ୍ୟା 90% ହ୍ରାସ ପାଇଯିବ। ଏହା ସକାଳେ ଜଳଖିଆ ଖାଇବାର ଘଣ୍ଟାଏ 1.5 ଘଣ୍ଟା ପରେ କିମ୍ବା ସନ୍ଧ୍ୟାରେ ଖାଇବାର ଅତି କମରେ 1 ଘଣ୍ଟା ପରେ ଖାଇବା ଉଚିତ। କାର୍ଟିଲେଜ କ୍ଷୟର କାରଣ ଏବଂ ପ୍ରତିକାର। କାର୍ଟିଲେଜ କ୍ଷୟର 2ଟି ମୁଖ୍ୟ କାରଣ ହୁଏ। ଅତ୍ୟଧିକ ଶରୀରର ଓଜନ ହାଡ଼ ଗଣ୍ଠି ଉପରେ ଅତିରିକ୍ତ ଚାପ ପକାଇଥାଏ, ଯାହା କାର୍ଟିଲେଜରେ ଘର୍ଷଣ ସୃଷ୍ଟି କରିପାରେ। କୋଲେଜେନ ଅଭାବ। କୋଲେଜେନ ଏକ ପ୍ରୋଟିନ୍ ଯାହା କାର୍ଟିଲେଜର ପ୍ରାୟ 90% ଗଠନ କରେ। ବୟସ ବଢ଼ିବା ସହିତ ଶରୀରରେ କୋଲେଜେନ ଉତ୍ପାଦନ ହ୍ରାସ ପାଇପାରେ, ଯାହା କାର୍ଟିଲେଜକୁ ଦୁର୍ବଳ କରିପାରେ। କୋଲେଜେନ 2 ପ୍ରକାରର ହୁଏ। କାର୍ଟିଲେଜ ମରାମତି ଏବଂ ଲୁବ୍ରିକେସନ ପାଇଁ ଗୁରୁତ୍ୱପୂର୍ଣ୍ଣ। କ୍ୟାଲସିୟମ ହାଡ଼ ଏବଂ ହାଡ଼ ଗଣ୍ଠି ପାଇଁ ଅତି ଆବଶ୍ୟକ ଉପାଦାନ। ଭବିଷ୍ୟତରେ ହାଡ଼ ଗଣ୍ଠିରେ ଯନ୍ତ୍ରଣା ନ ହେବା ପାଇଁ ଏହି ଜିନିଷ ଗୁଡ଼ିକୁ ଆପଣ ନିୟମିତ ଖାଆନ୍ତୁ। କ୍ଷୀର, ଦହି, ପନିର
ସବୁଜ ପତ୍ରଯୁକ୍ତ ପନିପରିବା, ପାଳଙ୍ଗ ଶାଗ, ମେଥି ଶାଗ, ସୋରିଷ ଶାଗ, ବ୍ରକୋଳି, କଦଳୀ, ବାଦାମ, ତିଳ ମଞ୍ଜି, ସୂରଜମୁଖୀ ମଞ୍ଜି, ତୁଳସୀ ମଞ୍ଜି, ପୋସ୍ତ ମଞ୍ଜି ଇତ୍ୟାଦି। କ୍ୟାଲସିୟମ ଅବଶୋଷଣ ପାଇଁ ଭିଟାମିନ୍ ଡିର ଆବଶ୍ୟକତା ହୁଏ। ଏଣୁ କିଛି ସମୟ ସକାଳର ସୂର୍ଯ୍ୟ କିରଣ ଗ୍ରହଣ କରନ୍ତୁ, ଯାହାଦ୍ୱାରା ଏ ଔଷଧ ଗୁଡ଼ିକ ବହୁତ ଭଲ ଭାବେ କାମ କରିବ ଆଉ ଶୀଘ୍ର ଆପଣଙ୍କୁ ଆରାମ ପ୍ରଦାନ କରିବ। ଧନ୍ୟବାଦ।